ବକ୍ରି ଶନିଦେବଙ୍କର ଗୁରୁ ବୃହସ୍ପତିଙ୍କ ରାଶି ଧନୁରାଶି ଉପରେ ପ୍ରଭାବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଧନୁ ରାଶି ନୈସର୍ଗିକ ରାଶିଚକ୍ରର ନବମ ଗୃହ ତଥା କାଳପୁରୁଷର ନବମ ଅଙ୍ଗ। ଏହି ରାଶିର ଆକୃତି ଧନୁପ୍ରାୟ ହୋଇଥିବାକୁ ଏହାକୁ ଧନୁ ରାଶି କୁହାଯାଏ। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ଏହି ରାଶିର ଅଧିପତି। ଏହା ବ୍ୟତୀତ ଦେବତାମାନଙ୍କର ଗୁରୁ କୁହାଯାଉଥିବା ବୃହସ୍ପତିଙ୍କର ଆଉ ଅନ୍ୟ ଏକ ରାଶି ଅଛି, ତାହା ହେଲା ମୀନ ରାଶି। ଧନୁ ଓ ମୀନ ରାଶିର ଅଧିପତି ବୃହସ୍ପତି ଆମ ସୌରଜଗତର ସୂର୍ଯ୍ୟଙ୍କୁ ଛାଡ଼ିଦେଲା ପରେ ସୌରମଣ୍ଡଳର ଦ୍ୱିତୀୟ ବୃହତ୍ତମ ଗ୍ରହ। ତେଣୁ ପୃଥିବୀ ପୃଷ୍ଠରେ ଗ୍ରହମାନଙ୍କ ଭିତରେ ବୃହସ୍ପତି ମହାଗ୍ରହଙ୍କର ପ୍ରଭାବ ସର୍ବାଧିକ ଅନୁଭୂତ ହୋଇଥାଏ। ଏହା ବ୍ୟତୀତ ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ଉଚ୍ଚ ହୋଇଥାନ୍ତି ଏବଂ ମକର ରାଶିରେ ନୀଚ ହୋଇଥାନ୍ତି ବୋଲି ଜ୍ୟୋତିଷଶାସ୍ତ୍ର କହିଥାଏ। ଧନୁରାଶି ବୃହସ୍ପତିଙ୍କ ରାଶିରେ 3ଗୋଟି ନକ୍ଷତ୍ର ଯଥାକ୍ରମେ ମୂଳା, ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ର ଭୋଗ ହୋଇଥାଏ। ମୂଳା ନକ୍ଷତ୍ରର ସ୍ୱାମୀ କେତୁ, ପୂର୍ବାଷାଢ଼ା ନକ୍ଷତ୍ରର ସ୍ୱାମୀ ଶୁକ୍ର ଏବଂ ଉତ୍ତରାଷାଢ଼ା ନକ୍ଷତ୍ରର ସ୍ୱାମୀ ରବି ମହାଗ୍ରହ ହୋଇଥାଏ। ଧନୁରାଶିର ଏହି ନକ୍ଷତ୍ରମାନଙ୍କରେ ଜାତକ ଜନ୍ମଗ୍ରହଣ କରିଲେ ବୃହସ୍ପତିଙ୍କ ସହିତ କେତୁ, ଶୁକ୍ର ଓ ରବି ମହାଗ୍ରହଙ୍କର ପ୍ରଭାବ ମଧ୍ୟ ବ୍ୟକ୍ତି ଉପରେ ରହିଥାଏ। ଧନୁରାଶି ପୂର୍ବ ଦିଗର ଅଧିପତି ହୋଇଥିବା ସମୟରେ ପିଙ୍ଗଳ ବର୍ଣ୍ଣ କ୍ଷତ୍ରିୟ ଜାତି ଅଗ୍ନିତତ୍ତ୍ୱକୁ ପ୍ରତିନିଧିତ୍ୱ କରିଥାଏ। ରବି, ଚନ୍ଦ୍ର ଓ ମଙ୍ଗଳ ଏହି ବୃହସ୍ପତି ମହାଗ୍ରହଙ୍କର ମିତ୍ର ହୋଇଥିବା ସ୍ଥଳେ ବୁଧ ମହାଗ୍ରହ ଶତ୍ରୁ ଏବଂ ଶନି ମହାଗ୍ରହ ନିରପେକ୍ଷ ଗ୍ରହ ହୋଇଥାନ୍ତି। ଧନୁରାଶିର ସ୍ୱାମୀ ବୃହସ୍ପତି ବ୍ରାହ୍ମଣ ହୋଇଥିବାରୁ ଏହି ରାଶି ଜନ୍ମିତ ବ୍ୟକ୍ତି ସାତ୍ତ୍ୱିକ ସ୍ୱଭାବର ହୋଇଥାନ୍ତି। ପୁଣି ଧନୁରାଶି ଉପରେ କେତୁ, ଶୁକ୍ର ଓ ରବି ମହାଗ୍ରହଙ୍କର ବିଶେଷ ପ୍ରଭାବ ରହିଥିବାରୁ ପ୍ରଶାସକ, ରାଜନେତା, ବୈଜ୍ଞାନିକ ତଥା ଆଇନ କ୍ଷେତ୍ରରେ ସଫଳ ଆଇନଜୀବୀ ଓ ବିଚାରପତି ହୋଇପାରିଥାନ୍ତି। ସମାଜକୁ ନେତୃତ୍ୱ ଦେବାର ଓ ସାମାଜିକ ଅଙ୍ଗୀକାରବଦ୍ଧତା ଏହି ରାଶି ବ୍ୟକ୍ତିଙ୍କର ଏକ ଜନ୍ମଜାତ ଗୁଣ ହୋଇଥାଏ। ମଜାଳିଆ ସ୍ୱଭାବର, ଟିକିଏ ବେପରୁଆ ଏବଂ ଉତ୍ସାହ ତଥା ପ୍ରାଣଶକ୍ତିରେ ଭରପୂର ଏହି ଧନୁରାଶିର ବ୍ୟକ୍ତି ତାଙ୍କର ସମଗ୍ର ଜୀବନ କାଳରେ ଜୀବନକୁ ପ୍ରାଣ ଭରି ଉପଭୋଗ କରିଥାନ୍ତି। ଚଳିତ 2024 ମସିହା ଜୁନ ମାସ 29 ତାରିଖ ଶନିବାର ରାତ୍ରି 11:40 ସମୟରେ ଧନୁରାଶିର ଦ୍ୱିତୀୟ ଭାବ ମକର ଓ ତୃତୀୟ ଭାବ କୁମ୍ଭ ରାଶିର ଅଧିପତି ଶନି ନିଜ ରାଶି କୁମ୍ଭ ରାଶିରେ ବକ୍ରି ଅବସ୍ଥାରେ ଏହି 2024 ନଭେମ୍ବର ମାସ 14 ତାରିଖ ଗୁରୁବାର ପର୍ଯ୍ୟନ୍ତ ରହିବେ। ଗୁରୁଙ୍କର ରାଶି ଧନୁର ତୃତୀୟ ଭାବସ୍ଥ ବକ୍ରି ଶନି ଦ୍ୱିତୀୟ ଭାବ ଧନଭାବର ଅଧିପତି ହୋଇଥିବାରୁ ଧନଭାବର ବୃଦ୍ଧି ଯୋଗକୁ ଦର୍ଶାଉଛି। ଏହି ସମୟରେ ଆର୍ଥିକ ଅବସ୍ଥା ସୁଦୃଢ଼ ରହିବା ସଙ୍ଗେ ସଙ୍ଗେ ଧନୁରାଶିଜାତ ବ୍ୟକ୍ତିଙ୍କ ପାଇଁ ବାଣିଜ୍ୟ, ବ୍ୟବସାୟ, କର୍ମକ୍ଷେତ୍ର ତଥା ଚାକିରି ଜୀବନ ବଡ଼ ଉତ୍ସାହପ୍ରଦ ରହିବ। ପରିବାର ମଧ୍ୟରେ ହର୍ଷୋଲ୍ଲାସ ଲାଗି ରହିବ। ଆଡଭୋକେସି ବା ଆଇନ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ସେମାନଙ୍କର ତାର୍କିକ ତର୍ଜମା ଦ୍ୱାରା ପ୍ରଶଂସା ଅର୍ଜନ କରିବେ। ନ୍ୟାୟମୂର୍ତ୍ତି ବା ଜଜ୍ ଆସନରେ ଥିବା ଜାତକଙ୍କର ସ୍ଥାନାନ୍ତର ଯୋଗ ଦେଖାଯାଏ। ଧନୁରାଶିର ତୃତୀୟସ୍ଥ ବକ୍ରି ଶନି ଧନୁରାଶି ବ୍ୟକ୍ତିଙ୍କର ଭ୍ରାତୃଭାବର ପରିପୃଷ୍ଟ କରିବ ଏବଂ ସ୍ୱପରାକ୍ରମରେ ବହୁତ ଗୁଡ଼ିଏ ଭୌତିକ ସୁଖ ସାଧନର ଅଧିକାରୀ ହୋଇପାରିବେ। ଅଧସ୍ତନ କର୍ମଚାରୀ ବା ଚାକର ବାକରମାନେ ଆଜ୍ଞାଧୀନ ରହିବେ। ତୃତୀୟ ଭାବ ଅଷ୍ଟମର ଅଷ୍ଟମ ସ୍ଥାନ ହୋଇଥିବାରୁ ସମୟରେ ବୈରାଗ୍ୟ ଭାବ ମନକୁ ଆଚ୍ଛନ୍ନ କରି ରଖିପାରେ। ଆୟୁ ସମ୍ବନ୍ଧୀୟ ଅହେତୁକ ଚିନ୍ତାରେ ମାନସିକ ଉଦ୍ବେଳନ ସୃଷ୍ଟି ହେବାର ସମ୍ଭାବନା। ସ୍ନାୟବିକ ଦୁର୍ବଳତା ଜନିତ ରୋଗ ଓ ଅର୍ଥୋପେଡ଼ିକ୍ ବା ହାଡ଼ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ବିଶେଷତଃ ଦୁର୍ଘଟଣାରେ
ହାତ ଗୋଡ଼ ଭାଙ୍ଗିଯିବାର ଭୟ ରହୁଛି। ଖାଦ୍ୟ ହଜମ ନ ହୋଇ ବାୟୁ ବିକାର ଘଟିବାର ପୂର୍ଣ୍ଣ ସମ୍ଭାବନା ଏବଂ ପେଟ ରୋଗ ବା ପେଟଜନିତ ଯନ୍ତ୍ରଣା ମଧ୍ୟ ଏହି ବକ୍ରି ଶନିଙ୍କ ସମୟରେ ଧନୁରାଶି ଜାତକ ବ୍ୟକ୍ତି ଭୋଗ କରିପାରନ୍ତି। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏବଂ ବକ୍ରି ଶନିଜନିତ ଶୁଭଫଳ ଲାଭ କରିବା ପାଇଁ ଧନୁରାଶିର ବ୍ୟକ୍ତି ଧର୍ମକର୍ମରେ ମନ ଦେବା, ଦାନ ଦକ୍ଷିଣା ପ୍ରଦାନ କରିବା, ବିଶେଷତଃ ବାମନ ଜାତ ବ୍ୟକ୍ତିଙ୍କୁ ଓ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରି ମନ ମୁତାବକ ବସ୍ତ୍ର ଓ ଦକ୍ଷିଣା ପ୍ରଦାନ କରିବା, ପ୍ରତ୍ୟହ ଶ୍ରୀବିଷ୍ଣୁଙ୍କୁ ପୂଜା ଆରାଧନା କରିବା, ବିଷ୍ଣୁ ସହସ୍ରନାମ ନିୟମିତ ପଠନ ବା ଶ୍ରବଣ କରିବା ଆବଶ୍ୟକ। ଏହାଦ୍ୱାରା ଶନି ମହାଗ୍ରହଙ୍କର ସମସ୍ତ ନକାରାତ୍ମକ ପ୍ରଭାବ ଦୂର ହୋଇ ଧନୁରାଶିର ବ୍ୟକ୍ତି ତାଙ୍କ ମନୋବାଞ୍ଛିତ ଫଳ ପାଇପାରିବେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।